ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ସୁଭଦ୍ରା ଯୋଜନାରେ ଆପଣଙ୍କ ଯେଉଁ ଏନପିସିଆଇ ଆକାଉଣ୍ଟ ଅଛି, ତ ସେ ଏନପିସିଆଇ ଆକାଉଣ୍ଟ ମାଧ୍ୟମରେ ଆପଣଙ୍କର ଆଧାର କାର୍ଡ ସମ୍ପୂର୍ଣ୍ଣ ଭାବେ ଲିଙ୍କ ଅଛି କି ନାହିଁ ଏବଂ ଆପଣଙ୍କ ବ୍ୟାଙ୍କରେ ଆପଣଙ୍କ ଡିବିଟି ଅଛି କି ନାହିଁ ଏବଂ ପଞ୍ଚମ କିସ୍ତି ଆପଣଙ୍କ ଯେଉଁ ଆସିବାର ଅଛି, ତ ସେଥିରେ ଆପଣଙ୍କର ଯେଉଁମାନଙ୍କର ଆଧାର କାର୍ଡ ବିନା ଲିଙ୍କରେ କଟି ଯାଇଥିଲା, ତ ସେଟା ଆପଣଙ୍କୁ ଦେଖେଇଦେଇ ଆପଣ କେମିତି ଚେକ୍ କରିପାରିବେ। ତ ସେସବୁ ବିଷୟରେ ମୁଁ ଟୋଟାଲ ଡିଟେଲ୍ସ ଭାବରେ ଆପଣଙ୍କୁ ଭିଡ଼ିଓ ମଧ୍ୟ ଜଣାଇବା ପାଇଁ ଯାଉଛି। ତାପରେ ଯଦି ଆପଣ ଭିଡ଼ିଓକୁ ନୂଆ ଅଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ, କାହିଁକି ଆମେ ଯାହା କିଛି ନୂଆ ନୂଆ ନୋଟିଫିକେସନ ପକାଉଛୁ ଆପଣଙ୍କ ପାଖରେ ପହଞ୍ଚି ପାରିବ। ତ ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଛନ୍ତି ସୁଭଦ୍ରା ଯୋଜନା ପଞ୍ଚମ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କର ଆସିବା ପାଇଁ ଯାଉଛି। କାରଣ ସରକାର ଆପଣଙ୍କୁ ବର୍ଷକୁ ଦୁଇଟି କିସ୍ତି ପଇସା ଦେଇଥାନ୍ତି, ଗୋଟେ ହେଉଛି ମହାଳୟା ଦିବସରେ ଏବଂ ଆଉ ଗୋଟେ ହେଉଛି ଆପଣଙ୍କର ରାକ୍ଷୀ ପୂର୍ଣ୍ଣିମାରେ। ବର୍ତ୍ତମାନ ଆପଣଙ୍କ ରାକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ପଇସା ଟଙ୍କା ଆସିବା ପାଇଁ ଯାଉଛି। ରାଶି ରାକ୍ଷୀ ପରେ ଟଙ୍କା ଆସିବା ପାଇଁ ହେଲେ ଆପଣଙ୍କ ଯେଉଁ ଏନପିସିଆଇ ମାଧ୍ୟମରେ ଆପଣ ଯେଉଁ ଡିବିଟି ଲିଙ୍କ ଦେଖନ୍ତି, ତ ସେଟା ଆପଣ କେମିତି ଚେକ୍ କରିବେ ମୁଁ ଆପଣଙ୍କ ସହିତ ଜଣେଇବି। କିନ୍ତୁ ତାପରେ ମୁଁ ଆପଣଙ୍କୁ କହିଦେବି, ଦେଖନ୍ତୁ ଆପଣଙ୍କ ଯେଉଁ ଏନପିସିଆଇ ଆଧାର କାର୍ଡ ବିନା ଆଧାର କାର୍ଡ ଲିଙ୍କରେ ତାଙ୍କ ନାଁ କଟିଯାଇଛି, ତ ସେଟା ମଧ୍ୟ ଆପଣଙ୍କୁ ପ୍ରଥମେ ଦେଖେଇଛି। ଦେଖନ୍ତୁ କ'ଣ କେଉଁଭଳି ଭାବରେ ମୋବାଇଲ ଚେକ୍ କରିବେ। ସୁଭଦ୍ରା ଯୋଜନା ଆପଣଙ୍କୁ ସର୍ଚ୍ଚ କରିବାର ଅଛି ଯେକୌଣସି ବ୍ରାଉଜରରେ ଏବଂ ସେଠି ଯାଇକି ଆପଣଙ୍କ ସୁଭଦ୍ରା ପୋର୍ଟାଲକୁ ପଳେଇଯିବେ। ପୋର୍ଟାଲ ଗଲା ପରେ ଆପଣ ଦେଖନ୍ତୁ ଏଇଠି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସଚଳ ଅପଡେଟ୍ ଆଉ ଆବଶ୍ୟକ ତାଲିକା ଲେଖା ହେଇଛି ଏଇଠି। ତ ଏଇଟା ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଟା ଆପଣଙ୍କର ଏନପିସିଆଇ ରିଜେକ୍ଟ ତାଲିକା, ମାନେ ଆପଣଙ୍କ ଯୋଉମାନଙ୍କର ଆଧାର ଲିଙ୍କ ନାହିଁ, ତ ସେମାନଙ୍କ ରିଜେକ୍ଟ ତାଲିକା ସେଇଠି ଦେଖଉଛି। ତ ସେଥିରେ ଆପଣ କ'ଣ କରିବେ, ଜିଲ୍ଲା ଆପଣଙ୍କ ଯାହା ବି ଥିବ ଜିଲ୍ଲା ଆପଣ ଚୟନ କରିବେ। ନିଜ ନିଜ ବ୍ଲକ ଯାହା ବି ଥିବ ସେଟା ଆପଣମାନେ ଏଠି ଚୟନ କରିଦେବେ ଏବଂ ଆପଣଙ୍କର ଯାହା ବି ଗ୍ରାମ ପଞ୍ଚାୟତ ଥିବ ସେ ଗ୍ରାମ ପଞ୍ଚାୟତ ଆପଣ ଚୟନ କରିବେ। ତାପରେ ଆପଣ ଦେଖନ୍ତୁ ଉପରେ ଆପଣ କ୍ଲିକ୍ କରିବେ। ଠିକ ଅଛି, ଦେଖନ୍ତୁ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ହାଲକା ସ୍କ୍ରୋଲ ଆସିଲା ପରେ ଆପଣଙ୍କର ଗୋଟେ ନିଜ ପଞ୍ଚାୟତରେ ଆପଣଙ୍କର ଏନପିସିଆଇ ବିଫଳ ତାଲିକା ଅଛି, ସେଇଠି ଆପଣଙ୍କର ପିଡିଏଫ ପଳେଇ ଆସୁଛି। ପିଡିଏଫ ଆପଣଙ୍କୁ ଡାଉନଲୋଡ କରିଦେବେ। ଡାଉନଲୋଡ କରିଦେଇକି ଆପଣମାନେ ପିଡିଏଫ ଦ୍ୱାରା ଆପଣମାନେ ଦେଖିପାରିବେ। ଠିକ ଅଛି, ଦେଖନ୍ତୁ ଏଇଟା ଆପଣଙ୍କର ଟୋଟାଲ ଡିଟେଲ୍ସ ଆପଣଙ୍କୁ ବାହାରି ଆସିଲା। ଏଇଠି ଦେଖନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି କି ଆପଣମାନଙ୍କର ଏଠି ଆଧାର ନମ୍ବର ଇଜ ନଟ୍ ଆଭେଲେବଲ, ମାନେ ଆପଣଙ୍କର ଯେତିକି ଆକାଉଣ୍ଟ ଏଠି ସମସ୍ତଙ୍କର ଅଛି, ତ ସେମାନଙ୍କର ଆଧାର କାର୍ଡ ଏଠି ଆକାଉଣ୍ଟ ନମ୍ବର ନାହିଁ ବୋଲି ଏଠି, ମାନେ ଆଧାର କାର୍ଡ ନମ୍ବର ନଟ୍ ଆଭେଲେବଲ ନଟ୍ ଭ୍ୟାଲିଡ୍ ଏମିତି ସବୁ ଲେଖୁଛି। ଠିକ ଅଛି, ତ ଏଇଟା ହଉଛି କୋଉମାନଙ୍କର ନା ଯେଉଁମାନଙ୍କର ଆପଣଙ୍କର ଏନପିସିଆଇ ମାଧ୍ୟମରେ ନାମ କଟିଯାଇଛି ଏବଂ ତାଙ୍କର ଏନପିସିଆଇ ମାଧ୍ୟମରେ ସେମାନେ ଟଙ୍କା ପାଉନାହାନ୍ତି। ଠିକ ଅଛି, ତାପରେ ମଧ୍ୟ ଦେଖନ୍ତୁ ସେଇଠି ଆପଣଙ୍କୁ ଲେଖିଦେଇଛି କ'ଣ ନା ଆପଣଙ୍କର ନିର୍ଦ୍ଦେଶାବଳୀ ଗୋଟେ ଲେଖା ହେଇଛି। ଦେଖନ୍ତୁ ଏଠି ସୁଭଦ୍ରା ଯୋଜନାରେ ଯଦି ଆପଣମାନେ ଏନପିସିଆଇ ମାଧ୍ୟମରେ ଆପଣ ବ୍ୟାଙ୍କ ଲିଙ୍କ କରିବାକୁ ସମସ୍ତଙ୍କୁ ଅନୁରୋଧ ମଧ୍ୟ ସେଟା ମଧ୍ୟ ଆପଣଙ୍କୁ କୁହାଯାଇଛି। ଆପଣଙ୍କ ସୁଭଦ୍ରା ଯୋଜନା ଆପଣ ଆପ୍ଲାଏ କରୁଛନ୍ତି, ତାର ଷ୍ଟାଟସ ଆପଣମାନେ କେମିତି ଚେକ୍ କରିପାରିବେ। ଦେଖନ୍ତୁ ପୁଣି ଥରେ ଆପଣଙ୍କ ସୁଭଦ୍ରା ଯୋଜନା ପୋର୍ଟାଲକୁ ପଳେଇ ଆସିବେ। ଯେଭଳି ଭାବରେ ଆପଣମାନେ ନିଜର ବ୍ୟାଙ୍କ ଖାତା ସହିତ ଆପଣଙ୍କ ଯୋଉମାନେ ଥିଲା ସେଇଟା ଆପଣ ଦେଖି ସାରିଥିଲେ ଏବଂ ଆପଣଙ୍କ ଷ୍ଟାଟସ କେମିତି ଆପଣ ଚେକ୍ କରିବେ ନା ଦେଖନ୍ତୁ ଆବେଦନ ସ୍ଥିତି ଲେଖା ହେଇଛି ଆପଣଙ୍କର ଏଠି। ସେ ଆବେଦନ ସ୍ଥିତି ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣ କ'ଣ କରିବେ ନା ଏଠି ଆପଣ ଦେଖନ୍ତୁ ଆଧାର କାର୍ଡ ନମ୍ବର ଅଛି, ଆପଣଙ୍କ ଆଧାର କାର୍ଡ ନମ୍ବର ଦେଇଦେବେ ଏବଂ ଆପଣଙ୍କ ଏଠି ଓଟିପି ଉପରେ କ୍ଲିକ୍ କରିବେ। ତାପରେ ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଆପଣଙ୍କର ଏଠି ମୋବାଇଲ ନମ୍ବର ଥିବ, ଲିଙ୍କ ଥିବ, ସେ ମୋବାଇଲ ନମ୍ବରକୁ ଆପଣଙ୍କ ଓଟିପି ଆସିବ। ଓଟିପି ଆସିଲା ପରେ ଆପଣମାନେ ତାର ଓଟିପି ଦେଇଦେଇକି ଆପଣଙ୍କର ନିଜ ଷ୍ଟାଟସ କ'ଣ ଅଛି ତ ସେଇଟା ଆପଣମାନେ ଜାଣିପାରିବେ। ଠିକ ଅଛି, ଏଇଭଳି ଭାବରେ ଆପଣଙ୍କ ସୁଭଦ୍ରା ଯୋଜନା ଆପଣଙ୍କୁ ଜଣାଇଦେଲି କେମିତି ଭାବେ ଆପଣ ଚେକ୍ କରିପାରିବେ ଏବଂ ଡିବିଟି ଲିଙ୍କଟା କ'ଣ ପାଇଁ ହଉନାହିଁ ସେଟା ଟିକେ ନେଟୱାର୍କ ପ୍ରୋବ୍ଲେମ ହେଉଛି, ତ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓ ଆପଣଙ୍କୁ ଜଣାଇବି କେମିତି ଆପଣ ଡିବିଟି ଚେକ୍ କରିବେ। ଏଇଭଳି ଭାବରେ ଆପଣ ନିଜ ନିଜ ମୋବାଇଲ ଆପଣ ଚେକ୍ କରିପାରିବେ। ଆଶା କରୁଛି ଆପଣଙ୍କ ଏହି ଭିଡ଼ିଓ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଆପଣ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ।